ମୁଁ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଅଛି। କିଟ୍ ଯେଉଁପରି ଭାବରେ ଶିକ୍ଷା ନାମରେ ଗୋଟେ ଶିକ୍ଷା ଦଲାରୀ ସାଜିଛି, ଆଜି ଏ ଓଡ଼ିଶାର ମାନ ସମ୍ମାନକୁ ତଳେ ପକାଇ ଦେଇଛି, ଗୌଣ କରିଦେଇଛି। ଏଇଟା ଗୋଟେ ୟୁନିଭର୍ସିଟିର ମାନ୍ୟତା ହେବା ପାଇଁ ଯୋଗ୍ୟ ନଥିଲା ସାର୍। ଯୋଗ୍ୟତା କେଉଁଭଳି ସେ ହାସଲ କଲା ଯେତେବେଳେ କପିଲ ସିବାଲ ଯେତେବେଳେ ୟୁନିୟନ ମିନିଷ୍ଟର ଥିଲେ HR ଡିପାର୍ଟମେଣ୍ଟର, ସେତେବେଳେ ଅଚ୍ୟୁତ ସାମନ୍ତ 300 କୋଟି ଟଙ୍କା ଦେଇ କିଟ୍କୁ ଏକ ଡିମ୍ଡ ୟୁନିଭର୍ସିଟି ଭାବରେ ମାନ୍ୟତା ଦିଆଗଲା ଏବଂ ଆକୁ ନାକର A+ ବୋଲି ଦିଆଗଲା। ମୁଁ ବହୁ ଆଗରୁ ଲେଖି ଆସିଥିଲି, କିଟ୍ ପ୍ରଥମେ ପାଉଡ଼ି ଭୂୟାଙ୍କର ଜମି ହଡ଼ପ କରି ସେଠି ଆଦିବାସୀ ପିଲାଙ୍କୁ ସଂରକ୍ଷଣ ଦେବା ନାଁରେ ଏଠି ଦଲାରିଗିରି କରୁଥିଲା। ମୁଁ ପ୍ରଥମ ଲୋକ ଯେ କିଟ୍ ବିରୁଦ୍ଧରେ ଲେଖି ଆସିଥିଲି। କିଟ୍ ଲୁଟ୍ ଷ୍ଟୁଡେଣ୍ଟସ୍, ଏତିକି କଥା। ସାର୍ ଗୋଟେ ଜିନିଷ ହେଉଛି ଯେ ଆପଣ ଭାବୁନାହାନ୍ତି ଯେ କିଟ୍କୁ ଆପଣ ଦୋଷ ଦେଉଛନ୍ତି ବା ଡକ୍ଟର ସାମନ୍ତକୁ, କିନ୍ତୁ ତାଙ୍କ ଯୋଗୁଁ ସେ ଅଞ୍ଚଳଟା ଡେଭଲପ୍ ହେଇଛି ବୋଲି ଆପଣ ଭାବୁନାହାନ୍ତି? ସାର୍ ଅଚ୍ୟୁତ ସାମନ୍ତ ନିଜେ ଗୋଟେ ରିଫ୍ୟୁଜ୍ ସିଟିଜେନ୍, ସେ ବାଂଲାଦେଶୀ ସିଟିଜେନ୍। ସେ 1971 ମସିହାରୁ ଚଟ୍ଟଗ୍ରାମରୁ ଓଡ଼ିଶାକୁ ଆସିଥିଲେ, ଯେଉଁଠି ରୋହିଙ୍ଗ୍ୟା, ଯେଉଁଠି ବାଂଲାଦେଶୀ, ଯେଉଁଠି ନାଗରିକମାନଙ୍କର ପ୍ରଶ୍ନ ଉଠୁଛି ଏଠି ତାଙ୍କୁ ବିଦା କର। ସେଠି ଅଚ୍ୟୁତ ସାମନ୍ତ 700 ଏକର ଜାଗା ମାଡ଼ି ବସି ଏଠି ଗୋଟେ ଓଡ଼ିଶାକୁ ଲୁଟ୍ କରିବେ। ଆପଣ ଭାବି ପାରୁନାହାନ୍ତି ସେ କେଉଁଭଳି ଏଇଟା ବେନିୟମ ବୋଲି। ଗୋଟେ ଅନୁପ୍ରବେଶକାରୀ ଏଠି ଯଦି ଓଡ଼ିଶାର 700 ଏକର ସମ୍ପତ୍ତି ନେଇଯାଏ, ସେଠି ଆପଣଙ୍କୁ ବାଧୁନି? ଆପଣ ନାଗରିକ ନୁହନ୍ତି ଓଡ଼ିଶାରେ? ନା ସାର୍।